ଆପଣ ଜାଣିଛନ୍ତି ଆଜି ହେଉଛି ବିଶ୍ୱ ଆଦିବାସୀ ଦିବସ ଏବଂ ଏହି ଅବସରରେ ପ୍ରତିବର୍ଷ ବିଜୁ ଜନତା ତରଫରୁ ଆମେ ଶଙ୍ଖ ଭବନ ପାଳନ କରିଥାଉ ଏବଂ ଏ ବର୍ଷ ମଧ୍ୟ ସେହି କାର୍ଯ୍ୟକ୍ରମ ଅଛି ଏବଂ ସକାଳୁ ଆମେ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସାଲିଆ ସାହି ପାଖରେ ଯେଉଁ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଅଛି ଆଦିବାସୀ ପୁରୋଧା ଆଦିବାସୀ ଏ ଦେଶର ସଂଗ୍ରାମୀ ଯେ ବ୍ରିଟିଶମାନଙ୍କ କୋଳରୁ ଦେଶକୁ ମୁକ୍ତି କରିବା ପାଇଁ ଲଢ଼େଇ କରିଥିଲେ ସେଇଠୁ ଆମେ ଆରମ୍ଭ କରୁ। ଏବେ ଆମେ ଅଛୁ ଆସେମ୍ବଲି ପାଖରେ, ଏଇଠି ଆଦିବାସୀ ଶହୀଦମାନେ ସବୁ ଅଛନ୍ତି। ଏବେ ଜଷ୍ଟ ଆମେ ଶହୀଦ ଚକ୍ରା ବିଷୟୀଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଳ ଦେଇଛୁ, ତାପରେ ଅନ୍ୟାନ୍ୟ ଶହୀଦମାନେ ସମସ୍ତେ ଅଛନ୍ତି। ସେ ସମସ୍ତ ଜାଗାରେ ଇଏ ଦେଇକିରି ପୁଷ୍ପମାଳ ଦେଇକିରି ଆମେ ପୁଣି ଏବେ ଆନୁଷ୍ଠାନିକ ଭାବରେ ଆମେ ପାଳନ କରିବା ଶଙ୍ଖ ଭବନକୁ ଯିବା। ସେଠି ଅନେକ ବିଭିନ୍ନ ଜାଗାରୁ ଲିଡର୍ସ ମାନେ ସବୁ ଆସୁଛନ୍ତି, ଆଦିବାସୀ ନେତାମାନେ ଆସୁଛନ୍ତି, ଆଦିବାସୀ ସମାଜର ବିଭିନ୍ନ କମ୍ୟୁନିଟିର ଭାଇ ଭଉଣୀମାନେ ସମସ୍ତେ ଆସୁଛନ୍ତି। ସେଠି ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମ କରାଯିବ। ବାସ୍ତବିକ ଓଡ଼ିଶାର ଆଦିବାସୀଙ୍କ କଲ୍ୟାଣ ପାଇଁ ନବୀନ ବାବୁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ସେଇଥିପାଇଁ ଆପଣ ଦେଖିଥିବେ ନବୀନ ବାବୁଙ୍କ ନେତୃତ୍ୱରେ ପ୍ରଥମ ଥର ପରେ ଏବଂ ତାଙ୍କର ଇସାରାରେ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆନୁଷ୍ଠାନିକ ଭାବରେ ଏବଂ ଇଏ ଭାବରେ ଯେବେ ସେ ଥିଲେ ମୋର ମନେ ହୁଏ 2018 ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଦିବାସୀମାନଙ୍କ ଶିକ୍ଷା, ଆଦିବାସୀଙ୍କ ସାମାଜିକ ବ୍ୟବସ୍ଥା, ଆଦିବାସୀମାନଙ୍କର ପୁରୋଧମାନଙ୍କୁ ଆପଣ ଆଜି ଯେଉଁଟା ଦେଖୁଛନ୍ତି ଆମେ ପୁଷ୍ପମାଳ ଦେଉଛେ, ଆଦିବାସୀମାନଙ୍କ ପୁରୋଧମାନଙ୍କୁ ମଧ୍ୟ ସମ୍ମାନ ଦେଇଛନ୍ତି। ଆପଣ ଦେଖିବେ ପଣ୍ଡିତ ମୁର୍ମୁଙ୍କ ନାଁରେ ମେଡ଼ିକାଲ କଲେଜ ହେଇଛି, ଧରଣୀଧରଙ୍କ ନାଁରେ ମେଡ଼ିକାଲ କଲେଜ ହେଇଛି, ଆପଣ କୋରାପୁଟରେ ଲକ୍ଷ୍ମଣ ନାୟକ ନାଁରେ ମେଡ଼ିକାଲ କଲେଜ ହେଇଛି, ଏମିତି ବିର୍ସା ମୁଣ୍ଡାଙ୍କ ନାଁରେ ଷ୍ଟାଡିୟମ ହେଇଛି। ତ ଆଦିବାସୀ ପୁରୋଧାମାନଙ୍କୁ, ଆଦିବାସୀ ଲେଜେଣ୍ଡାରୀମାନଙ୍କୁ ସେ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି ଏବଂ ସବୁବେଳେ ଚାହାନ୍ତି ନବୀନ ପଟ୍ଟନାୟକ ଆଦିବାସୀ ଲୋକମାନେ ସମାଜରେ ଦଳିତ ନିଷ୍ପେଷିତ ଏବଂ ମୂଳ ନିବାସୀମାନେ ଉଠିଲେ ହିଁ ଦେଶର ବିକାଶ ହୋଇପାରିବ, ଦେଶ ଆଗକୁ ଯାଇପାରିବ। ମୁଁ ଦୁଃଖିତ ଇଏ ହେଉଛି ବିଶ୍ୱ ଆଦିବାସୀ ଦିବସ, ସିଏ ଧୁମଧାମରେ ତାକୁ ପାଳନ କରିବା କଥା। ଆଦିବାସୀମାନଙ୍କ ଭିତରେ ଉର୍ଜା ଆଣିବାର ଆବଶ୍ୟକତା ଅଛି, ଆଦିବାସୀମାନଙ୍କୁ ନେତୃତ୍ୱ ଦେବାର ଇଏ ଗୋଟେ ଅବସର ଥିଲା। ଆପଣ ଦେଖିବେ ୱେଷ୍ଟବେଙ୍ଗଲ ଆମ ପଡ଼ୋଶୀ ରାଜ୍ୟ, ସେଠି ମ୍ୟାଡ଼ାମ ମମତା ବାନାର୍ଜୀ 4 ଦିନ ଧରିକିରି ସେ ବିଶ୍ୱ ଆଦିବାସୀ ଦିବସକୁ ପାଳନ କରୁଛନ୍ତି। ତେଣୁ ଇଏ ଆଦିବାସୀ ହେଇକିରି ଇଏ ଦିବସକୁ ଆପଣ ଦେଖିବେ ଆଜି ମଧ୍ୟ କେଉଁ ନ୍ୟୁଜ୍ ପେପରରେ ନାହିଁ, ତାଙ୍କର ଭର୍ସନ୍ କେଉଁ ନ୍ୟୁଜ୍ ପେପରରେ ନାହିଁ। କମ୍ ସେ କମ୍ ଗୋଟେ ମେସେଜଟେ ଦେଇଥାନ୍ତେ ଯେ ଆଦିବାସୀମାନେ ଉଠ, ଆଦିବାସୀମାନେ ଜାଗ, ଆଦିବାସୀମାନେ ମୁଖ୍ୟ ସହିତ ସାମିଲ ହୁଅ, ଏଭଳି କୌଣସି ଉକ୍ତି ତାଙ୍କର ନଥିବାରୁ ଏବଂ ଆଜି ସରକାରୀ ସ୍ତରରେ ସେ ମାନିବାର ଆବଶ୍ୟକତା ଥିଲା। ତେଣୁ ସେଥିପାଇଁ ମୁଁ ନିଜେ ଆଦିବାସୀ ଭାବରେ ନିଜେ ଦୁଃଖିତ ଏବଂ ମର୍ମାହତ। पूरा अफसोस भाभी जे आम जिते आदिवासी लीडर्स माने अच्छी माने 1857 आगुरु जो माने क्रांति तो धरी माने आंदोलन पूरा आम स्वाधीनता संग्रामी आज आम समस्त पूजा करछे तांको एई माटीर प्रकृतर जो एई माटीर आम आदिवासी गुरुजन मानकर जो मात्रा रे जहा भी टिके सेलिब्रेशन हो किंबा तांको मन पकेया हो कि तांकर आशीर्वाद नवा पे मु भाबितली हमर आदिवासी मुख्यमंत्री पुणे आदिवासी महामहिम प्रेसिडेंट आम किसी शिक्षा पाइले कि से मुख्यमंत्री देखा ना कि कोई सरकारी व्यक्तिर किसी भी देखा ना गोटे गोटे खंडे गेंडू फूलटे भी पकड़ के आसपार ना समय ना। तो मुझे कहबी जे क्रांति दिवस क्विट इंडिया मूवमेंट करो या मरो डू और डाई गांधीजी कॉल थिला एटा सब मोस्ट इम्पैक्टफुल मूवमेंट जदि आम फ्रीडम फाइटिंग रो एंटायर इतिहास रे आजिर दिन सी थोड़ी ना बुझे किसी आरएसएस बैकटअप बिजू कौन भारतीय यात्रा पार्टी सॉरी भारतीय यात्रा पार्टी कौन बुझीपर क्विट इंडिया मूवमेंट कौन स्वाधीनता संग्रामी माने कौन स्वाधीनता माने कौन से कौन जानी जे सरेंडर करे लोग सी कौन सेलिब्रेट कर टिके बिल्कुल सेलिब्रेशन तो दूर कथा गोटे भी संघर हो कि भारतीय जनता पार्टी गोटे भी व्यक्ति कोठी भी देखा जाऊनी को लीडर पाखे बिल्कुल मन पकड़ा आशीर्वाद भी नवा रक्षा बंधन सुभद्रा टंका बांटिया बहुत बढ़िया कथा क्रांति दिवस रे करिया कथा एभली काम किंतु क्रांति जो माने आनी थिले तांकु भूली जाइकी जाइकी सुभद्रा ना रे राजनीति करवा धर्म रे राजनीति करवा आज ही दिन तांकु मिलिला जोटी की आसिकी गुरुजन मानकर पाद तले पाद धूली नबा कथा जो जो लगी आपण से स्तर में अच्छा कि आज जो बांटिया को जाऊँच कौथि लगी यही माने लड़ाई करते जीवन देते देखला तो मन पकई पारे आरएसएस पुणी आरएसएस कड़े मन पकेब जे सरेंडर करिया लोक सी मन पकई पारे।